ଖାଲି ହୋଇଗଲା ମା କୋଳ। ଚାଲିଗଲା ଝିଅ ମୁଣ୍ଡ ଉପରୁ ସାହାରା। ବାପା ମା ଛୁଣ୍ଡ ହୋଇଗଲା 3 ବର୍ଷର କଅଁଳା ଛୁଆ। ଗର୍ଭରେ ଆଖି ବୁଝିଦେଲା କୁନି କୁଣିଆ। ଗୋଟିଏ ଜୁଇରେ ଜଳିଲେ ସ୍ୱାମୀ ସ୍ତ୍ରୀ। କାନ୍ଦ ବୋବାଳିରେ ଫାଟି ପଡୁଛି ଗାଁ ଦାଣ୍ଡ। ଭେଣ୍ଡିଆ ପୁଅ ଓ ଘରର ଲକ୍ଷ୍ମୀ ବୋହୂକୁ ହରାଇ ବାହୁନି ବାହୁନି କାନ୍ଦୁଛି ମା। ଏପରି ଘଟଣା ଦେଖିବାକୁ ମିଳୁଛି ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ରହ୍ମପୁର 17 ନମ୍ବର ରାଜ୍ୟ ରାଜପଥର ଗଣିଆନାଳ ଛକ ମା କୁରେଶୁଣୀ ମନ୍ଦିର ନିକଟରେ। ସ୍କୁଟି ଓ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ପଞ୍ଚାୟତ ଦ୍ୱିତୀୟ ଢେପାଗୁଡ଼ା ଗ୍ରାମର ଦମ୍ପତି ପ୍ରତାପ ମଲ୍ଲିକ ଏବଂ ତାଙ୍କ ସ୍ତ୍ରୀ ଲଳିତାଙ୍କର ଜୀବନ ଚାଲିଯାଇଛି। ପୁଅ ବୋହୂକୁ ହରାଇ ଏବେ କଇଁ କଇଁ ହୋଇ କାନ୍ଦି ବାହୁନି ହେଉଛି ମା। ପୁଅ ଚାଲିଗଲା, ବୋଉ ଚାଲିଗଲା, 9 ମାସ ଗର୍ଭୁଣୀ ସିଏ ଚାଲିଗଲା। ଆମକୁ କିଛି ସାହା ଭରସା ନାହିଁ। ଝିଅଟା ରହିଲେ ଗୁଡ଼ ଭାଙ୍ଗିକି ରହିଛି। ଆଜ୍ଞା ଆପଣ ମାନଙ୍କୁ କହୁଛି ମୁଁ ଅନୁରୋଧ କରିକି ସରକାର ତରଫରୁ ମତେ ଯାହାହେଲେ ସାହା ଭରସା ହୁଅନ୍ତୁ। ପ୍ରତାପ ରାଜମିସ୍ତ୍ରୀ କାମ କରି ପରିବାର ଗୁଜରାଣ ମେଣ୍ଟାଉଥିଲେ। ସ୍ତ୍ରୀ 8 ମାସର ଗର୍ଭବତୀ ଥିବାରୁ ସକାଳେ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ପହଞ୍ଚି ଡାକ୍ତରଙ୍କୁ ପରାମର୍ଶ କରାଇଥିଲେ। ହସ ଖୁସିରେ 3 ବର୍ଷର ଝିଅ ଆରସୀକୁ ନେଇ ସ୍କୁଟି ଯୋଗେ ଘରକୁ ଫେରୁଥିଲେ। ବିପରୀତ ଦିଗରୁ ଉଦୟଗିରି ଅଞ୍ଚଳର ସୁନୀଲ ଦଳାଇଙ୍କ ବାଇକ୍ ସ୍କୁଟିକୁ ଧକ୍କା ଦେଇଥିଲା। ଦୁର୍ଘଟଣାରେ ସମସ୍ତ ଆହତଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଦମ୍ପତିଙ୍କ ମୃତ୍ୟୁ ହେବା ପରେ ସୁନୀଲଙ୍କୁ ଗୁରୁତର ଅବସ୍ଥାରେ ଚିକିତ୍ସା କରାଯାଇଛି। ମୁଁ କେତେ ଚେଷ୍ଟା କଲେ ତାର ମା ବାପା ରସିଆ ଦେଇପାରିବିନି ମୋର ବାପା ଭାଇ। ସେପଟେ କୁନି ଝିଅ ଆରସୀର ବାମ ଗୋଡ଼ ଭାଙ୍ଗି ଯାଇଥିବାରୁ ତାକୁ ଚିକିତ୍ସା କରାଯାଉଥିବା ଜଣାପଡ଼ିଛି। ଗଞ୍ଜାମ ଜିଲ୍ଲାପାଳ ଭି କୀର୍ତ୍ତି ଭାସନଙ୍କ ନିର୍ଦ୍ଦେଶ କ୍ରମେ ସାନଖେମୁଣ୍ଡି ତହସିଲଦାର ଦିଲ୍ଲୀପ କୁମାର ଜେନା ଗାଁରେ ପହଞ୍ଚି ଶୋକ ସନ୍ତପ୍ତ ପରିବାର ଲୋକଙ୍କୁ ଭେଟି ରେଡ୍କ୍ରସ ପାଣ୍ଠିରୁ 60,000 ଟଙ୍କା ଅନୁକମ୍ପାମୂଳକ ସହାୟତା ପ୍ରଦାନ କରିଛନ୍ତି। ଦୁର୍ଘଟଣାରେ ଚାଲିଗଲେ ବାପା ମା, ଅନାଥ ହୋଇଗଲା 2 ବର୍ଷର ଝିଅ। ହଁ ଆଜ୍ଞା, ଆମେ କହୁଛୁ ଆଜି ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ପଞ୍ଚାୟତର ଦ୍ୱିତୀୟ ଢେପାଗୁଡ଼ା ଗ୍ରାମର ଏକ ଅଭାବନୀୟ ଦୁଃଖଦ ଘଟଣା। ଗତ 2 ଦିନ ତଳେ ନିଜର ସ୍ତ୍ରୀ 8 ମାସର ଗର୍ଭବତୀ ସ୍ତ୍ରୀକୁ ମେଡିକାଲକୁ ନେଇ ଟ୍ରିଟମେଣ୍ଟ କରି ଫେରୁଥିବା ବାଟରେ ଦୁର୍ଘଟଣାର ଶିକାର ହୋଇଥିଲେ ପ୍ରତାପ। ଶିକାର ହୋଇ ପ୍ରତାପ ଏବଂ ତାଙ୍କ ସ୍ତ୍ରୀ 2 ଜଣ ମୃତ୍ୟୁବରଣ କରିଥିବା ବେଳେ ଏପଟେ ରହିଛି 2 ବର୍ଷର ଝିଅ। ବର୍ତ୍ତମାନ ସେମାନେ ଦାବି କରୁଛନ୍ତି ଗ୍ରାମବାସୀ ମାନେ ଯେ ସରକାର ତରଫରୁ ଯଦି ସେଇ 2 ବର୍ଷର ଶିଶୁକୁ ଯଦି କିଛି ସାହାଯ୍ୟ ସହଯୋଗ ମିଳେ ତାହେଲେ ତାର ଭବିଷ୍ୟତ ଉଜ୍ଜଳ ହୋଇପାରିବ। ସାନଖେମୁଣ୍ଡିରୁ ଦ୍ୱାରିକାନାଥ ତ୍ରିପାଠୀ, ଫୋକସ୍ ପ୍ଲସ୍।